ସମସ୍ତେ କେମିତି ଅଛ? ମୁଁ ବିଶ୍ୱନାଥ ସାର୍ ସମସ୍ତଙ୍କୁ ବାଗଦେବ ଟ୍ୟୁଟର ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି ଆମେ ଏହି କ୍ଲାସରେ ତୁମର ଦ୍ୱିତୀୟ ଅଧ୍ୟାୟର ପ୍ରଥମ ପାଠ ଓଡ଼ିଆ ଜାତୀୟତାର ବିକାଶ ଏହି ପାଠଟିକୁ ପୁରା କମ୍ପ୍ଲିଟ ଭାବରେ ଏଇ ଗୋଟିଏ ଭିଡ଼ିଓରେ ଆମେ ପଢ଼ିବା। ତେଣୁ ତୁମକୁ ଏତେ ସୁନ୍ଦର ଭାବରେ ଏଠାରେ ମୁଁ ବୁଝେଇଦେବି ଯେ ଯଦି ତୁମେ ଚାହିଁବ ପାଠକୁ ଭୁଲିବା ପାଇଁ ତାହେଲେ ବି ଭୁଲି ପାରିବନି। ତେଣୁ ପୁରା ବଢ଼ିଆ ଭାବରେ କ୍ଲାସକୁ ଦେଖ, କେବଳ ଖାଲି ଦେଖ କ୍ଲାସକୁ, ସବୁ ଯାକ ତୁମେ ବୁଝିପାରିବ, କାରଣ ପୁରା ଗପ ଭଳିଆ ମୁଁ ତୁମକୁ ଏଠାରେ ବୁଝେଇଦେବି। ଓକେ, ତେଣୁ ଆମର ଦ୍ୱିତୀୟ ଅଧ୍ୟାୟ ହେଉଛି ସ୍ୱାଧୀନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ। ଅର୍ଥାତ୍ ଆମ ଓଡ଼ିଶା ଯେଉଁ ଗଠନ ହେଲା, ଆମ ଓଡ଼ିଶା ପ୍ରଦେଶ ଗଠନ ସମୟରେ ଷ୍ଟେପ୍ ହେଇକି ନିଶ୍ଚିତ ଭାବରେ ଷ୍ଟେପ୍ ବାଇ ଷ୍ଟେପ୍ ଗଠିତ ହୋଇଥିବ। ସେଥିପାଇଁ କିଛି ଆନ୍ଦୋଳନ କରାଯାଇଥିବ, ବିଭିନ୍ନ ପ୍ରକାର ଜିନିଷର ପ୍ରସାର ମଧ୍ୟ ହୋଇଥିବ, XYZ ବହୁତ କିଛି ଆମେ ପଢ଼ିବା ଏ କ୍ଲାସରେ। ଓକେ, ତେଣୁ ଓଡ଼ିଆ ଜାତୀୟତାର ବିକାଶ ମାନେ ଆମ ଓଡ଼ିଶାର ଲୋକମାନଙ୍କର ବା ଓଡ଼ିଆର ଜାତୀୟତାର କେମିତି ବିକାଶ ଘଟିଲା ଏଟା ବଢ଼ିଆ ଭାବରେ ଏଠାରେ ଆମେ ପଢ଼ିବା। ତେଣୁ ଚାଲ ଷ୍ଟାର୍ଟ କରିଦେବା ଆଜିର ଏହି ଶୋକୁ। ଦେଖ, ପରମ୍ପରା ତଥା ସଂସ୍କୃତିରେ ପରିପୂର୍ଣ୍ଣ ଓଡ଼ିଶା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା। ଦେଖ, ଆଉ ଗୋଟେ ଜିନିଷ ମୁଁ ଏଠାରେ କହିଦେବି, ଏଇଟା ମୁଁ ଯେଉଁ ପଢ଼େଇବି ତୁମେ ରିଡ଼ିଂ କର। ରିଡ଼ିଂ ଗୋଟେ ଏମିତି ଅଭ୍ୟାସ, ତାକୁ ଯଦି ତୁମେ ରେଗୁଲାର ରିଡ଼ିଂ କର, ଧର ଏଇଟା ମୁଁ ପଢ଼େଇଦେଲି ବୁଝିଗଲ, କିମ୍ବା ଧର ତୁମେ ଆଗରୁ ପଢ଼ି ଦେଇଛ, ମୁଁ ପଢ଼େଇଲି ବୁଝିଗଲ, ମୁଁ ଆକୁ ଯଦି ରେଗୁଲାର ତୁମେ କ'ଣ କରିବ, ରିଡ଼ିଂ କରିବ। ଧର ତୁମେ କଣ୍ଟିନ୍ୟୁ 5 ଦିନ ଯାଏଁ ଆଗକୁ ରିଡ଼ିଂ କଲ, ଖାଲି ପଢ଼ିବ, କିଛି ମନେ ରଖିବା ଦରକାର ନାହିଁ କି ଘୋଷିବା ଦରକାର ନାହିଁ, ଖାଲି ଉପରେ ଉପରେ ପଢ଼। ଦେଖ, ଉପରେ ଉପରେ ପଢ଼ିଲେ ବି ତୁମର ମନେ ରହିଯିବ। ସେଥିପାଇଁ ରିଡ଼ିଂ ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ଓକେ, ରିଡ଼ିଂ କର, ଯେତେ ପାରୁଛ ରିଡ଼ିଂ କର। ଦେଖ କ'ଣ ହେଲା ନା, ପରମ୍ପରା ତଥା ସଂସ୍କୃତିରେ ପରିପୂର୍ଣ୍ଣ ଓଡ଼ିଶା ଗଙ୍ଗା ଆଉ ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଲାଭ କରିଥିଲା। ଆମ ଓଡ଼ିଶା ରାଜ୍ୟଟା ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଲାଭ କରିଥିଲା। ଏବଂ ତୁମେ ଜାଣିଥିବ ଯେ ଆମ ଓଡ଼ିଶା ବିଭିନ୍ନ ସମୟରେ ମାନେ ଅତୀତରେ କ'ଣ ରାଜାମାନେ ଶାସନ କରୁଥିଲେ, ସେଥିପାଇଁ ବିଭିନ୍ନ ରାଜବଂଶ ଅଧୀନରେ ଆମ ଓଡ଼ିଶା ତାହାର ଗୌରବ ଉଜ୍ଜଳ ଇତିହାସ ମଧ୍ୟ ବଜାୟ ରଖିଥିଲା। ଏବଂ ଯେଉଁ ମଧ୍ୟଯୁଗରେ ଯେମିତିକି ଗଙ୍ଗବଂଶୀ ରାଜା ହେଇଗଲେ କି ସୂର୍ଯ୍ୟବଂଶୀ ନରପତି ହେଇଗଲେ, ସେମାନଙ୍କର କୃତିତ୍ୱ କହିଲେ ନ ସରେ। ତାମାନେ ସେମାନଙ୍କର କୃତିତ୍ୱ ବା ଅବଦାନଟା ମଧ୍ୟଯୁଗ ସମୟ କଥା ଯଦି ଆମେ ଆଲୋଚନା କରିବା, ସେଇ ସମୟରେ ମହାନ ଥିଲା। ଏମାନଙ୍କର ନା ଗଙ୍ଗବଂଶୀ ଆଉ ସୂର୍ଯ୍ୟବଂଶୀ ନରପତିଙ୍କର। ତେଣୁ ଯେତେବେଳେ ଟୋଟାଲ ଭାରତରେ ମୁସଲମାନ ମାନେ ସେତେବେଳେ ଶାସନ କରୁଥିଲେ, କାରଣ ଟୋଟାଲ ଆମ ଭାରତରେ ମୁସଲମାନ ମାନଙ୍କର ଯେତେବେଳେ ଶାସନ ଚାଲିଥିଲା, ସେ ସମୟରେ ଆମ ଓଡ଼ିଶା କଥା ଯଦି ଆମେ ଦେଖିବା, ତାହେଲେ ଓଡ଼ିଶାରେ ଯେଉଁ ହିନ୍ଦୁ ରାଜାମାନେ ଥିଲେ, ସେମାନଙ୍କର କ'ଣ ଆମ ଓଡ଼ିଶାର ବା ଉତ୍କଳର ସଭ୍ୟତା ଆଉ ସଂସ୍କୃତିର କର୍ଷ ମଧ୍ୟ ସାଧନା କରିଥିଲେ। ଏବଂ ତାହେଲେ ଆମ ଓଡ଼ିଶା କେବେ ସ୍ୱାଧୀନତା ହରାଇଥିଲା, ମାନେ ପରାଧୀନ ହେଲା ନା 1568 ମସିହାରେ। ତେଣୁ ଦେଖ, ମୁଁ ଏଠାରେ ପୁରା ହାଇଲାଇଟ୍ କରି ପଢ଼ଉଛି ମସିହା କି କେଉଁ ନାଁ ଗୁଡ଼ାକ ମୁଁ ହାଇଲାଇଟ୍ କରିଦେବି, ଯେଉଁଟାକି ଛୁଆମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଓକେ, ତେଣୁ 1500 ଏବେ ଆଉ ଗୋଟେ ଜିନିଷ, ତୁମେ ହାଇଲାଇଟର କିଣିପାରିବ କିମ୍ବା ପେନସିଲ୍ କିଣିକି ତୁମେ ହାଇଲାଇଟ୍ କରିପାରିବ, ଯାହାଦ୍ୱାରା ତୁମର MCQ ପାଇଁ ଇମ୍ପୋର୍ଟାଣ୍ଟ ହେବ। ଓ MCQ ହେଇଗଲା, ଲଙ୍ଗ କ୍ୱେଶ୍ଚିନ୍ ଆନ୍ସର ହେଲା, ସଦାବେଳେ ତୁମେ ବହିରୁ ପଢ଼, ଆଉ ବାହାର ରିସୋର୍ସ କିଛି ପଢ଼ିବା ଦରକାର ନାହିଁ। ଯଦି ନୋଟ୍ କରୁଛ, ନୋଟ୍ରୁ ପଢ଼ିପାରିବ। ମୁଁ ରିକମେଣ୍ଡ କରିବି ତୁମେ ବହିରୁ ପଢ଼ିବା ପାଇଁ, ଟେକ୍ସଟ ବୁକ୍। ଓକେ, ତାହେଲେ ଓଡ଼ିଶାରେ ସ୍ୱାଧୀନତା, ଯେଉଁ ଓଡ଼ିଶା ନିଜର ସ୍ୱାଧୀନତା ହରାଇଲା କେବେ ନା 1568 ମସିହାରେ। ମୁଁ ତାପରେ ଯେତେବେଳେ ଓଡ଼ିଶା ସ୍ୱାଧୀନତା ହରାଇଲା, ମାନେ ପରାଧୀନ ହେଇଗଲା, ସେତେବେଳେ ପ୍ରଥମେ ଆଫଗାନ ମାନେ ଏବଂ ତାପରେ ମୋଗଲ ଆଉ ମରହଟ୍ଟା ମାନେ ଆସିକି ରାଜତ୍ୱ କଲେ ଆମ ଓଡ଼ିଶାରେ। ଏବଂ 1803 ମସିହାରେ ତାପରେ ଫାଇନାଲି ଇଂରେଜ ମାନେ ଆସିଲେ ଆମ ଓଡ଼ିଶାକୁ ଶାସନ କରିବା ପାଇଁ। ମନେ ହେଲା, ଫାଷ୍ଟ ଆସିଲେ ମୋଗଲ, ତାପରେ ଆସିଲେ ମରହଟ୍ଟା, ଏବଂ 1803 ମସିହାରେ ଇଂରେଜମାନେ ଆସିଲେ। ଏବଂ ଆଉ ଗୋଟେ ଜିନିଷ, ଗୋଟେ ଭଲ ଜିନିଷ ଏଠାରେ ମନେ ରଖ, ଆମ ଓଡ଼ିଶାର ଶେଷ ହିନ୍ଦୁ ରାଜା ହେଉଛନ୍ତି ମୁକୁନ୍ଦ ଦେବ, ଏବଂ ସେ 1559ରୁ 1568 ପର୍ଯ୍ୟନ୍ତ ରାଜୁତି କରିଥିଲେ। ତେଣୁ ଯେତେବେଳେ ଇଂରେଜମାନେ ଆସିକି ଆମ ଓଡ଼ିଶାକୁ ଶାସନ କଲେ, ସେ ସମୟରେ ଓଡ଼ିଶାରେ ଯେଉଁ ପାଶ୍ଚାତ୍ୟ ଶିକ୍ଷା ଥିଲା ଆଉ ଧର୍ମ ଥିଲା, ସେଇ ଧର୍ମଧାରାର ପ୍ରବାହଟା କ'ଣ ହେଲା, ଆରମ୍ଭ ହୋଇଗଲା। ଏବଂ ଆଉ ଗୋଟେ ଜିନିଷ ମନେ ରଖ, 1866 ମସିହାରେ ନଅଙ୍କ ଦୁର୍ଭିକ୍ଷ ଘଟିଥିଲା। ଆକୁ ମନେ ରଖ, ବହୁତ ଇମ୍ପୋର୍ଟାଣ୍ଟ। 1866 ଖ୍ରୀଷ୍ଟାବ୍ଦରେ
ମସିହାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା, ଯାହାଦ୍ୱାରା କି ଓଡ଼ିଆ ମାନେ ଭାବିଲେ ଯେ କିଛି ପରିବର୍ତ୍ତନର ଆବଶ୍ୟକତା ଅଛି, କିଛି ଆମକୁ ପରିବର୍ତ୍ତନ କରିବାକୁ ପଡ଼ିବ। ତେଣୁ ଯେହେତୁ ସେମାନେ ଚାହିଁଲେ ପରିବର୍ତ୍ତନ କେମିତି ଗୋଟେ ଆଣିବା, ସେଥିପାଇଁ ସେମାନଙ୍କ ମନରେ ଜାତୀୟ ଚେତନା ବା ଯେଉଁ ଆମେ କହୁଛେ ଗୋଟେ ଉତ୍ସାହ ହେଇଗଲା, ଯାହାଦ୍ୱାରା କି ସେମାନେ କିଛି ନୂଆ କରିବା ପାଇଁ ଚେଷ୍ଟା କଲେ। ଏବଂ ଯେଉଁମାନେ ସେହି ସମୟରେ ଶିକ୍ଷିତ ଯୁବଗୋଷ୍ଠୀ ଥିଲେ, ସେମାନେ ଗୋଟେ ନୂଆ ଓଡ଼ିଶା ଗଠନ କରିବେ ବୋଲି ସ୍ୱପ୍ନ ମଧ୍ୟ ଦେଖିଥିଲେ। ତେଣୁ ସେଇ ଯେଉଁ ଉତ୍ସାହର ଉଦ୍ଦୀପନାର ସହିତ ଏବଂ ଶିକ୍ଷିତ ଯୁବଗୋଷ୍ଠୀ ମାନେ ଯେହେତୁ ନୂତନ ଓଡ଼ିଶା ନିର୍ମାଣ ପାଇଁ ସ୍ୱପ୍ନ ଦେଖିଥିଲେ, ସେଇଟା କ'ଣ ହେଲା ନା ନବଜାଗରଣକୁ ଟିକେ ଅଧିକ ତ୍ୱରାନ୍ୱିତ କଲା ବା ଟିକେ ତାଙ୍କୁ ଅଧିକ ତାଙ୍କୁ ମାନେ ପ୍ରେରଣା ଦେଲା ଯେ ଆମେ ଗୋଟେ ନୂଆ ଓଡ଼ିଶାରେ ଗଠନ କରିବା। ଓକେ, ତେଣୁ ବିଭିନ୍ନ କାରଣ ଯୋଗୁଁ ଯେହେତୁ ଓଡ଼ିଶାରେ ମାନେ ଓଡ଼ିଶା ସେ ସମୟରେ ପରାଧୀନ ହୋଇଯାଇଥିଲା, ନବଚେତନାର ଆରମ୍ଭ ହେଲା। ତାମାନେ 1568ରେ ସ୍ୱାଧୀନତା ହରାଇଲା। ଓକେ, ତାପରେ ଯେତେବେଳେ ନଅଙ୍କ ଦୁର୍ଭିକ୍ଷ ହେଲା 1866 ମସିହା କଥା କହୁଛି, ତାମାନେ 1500ରୁ 1600, 1600ରୁ 1700, 1700ରୁ 1800, ମାନେ ପ୍ରାୟ ମାନେ ଆଭରେଜ ଯଦି ଦେଖିବା 300 ବର୍ଷ ପରେ ନଅଙ୍କ ଦୁର୍ଭିକ୍ଷ ପରେ ଗୋଟେ ନୂଆ ଓଡ଼ିଶା ଗଠନ କରିବା ପାଇଁ ସମସ୍ତେ ଲାଗି ପଡ଼ିଲେ, ଏବଂ ସ୍ପେଶିଆଲି ଯେଉଁମାନେ ଶିକ୍ଷିତ ଯୁବଗୋଷ୍ଠୀ ଥିଲେ। କିନ୍ତୁ ତାପରେ ଦେଖିବା ଆମେ ଶିକ୍ଷାର ପ୍ରସାର, ତାହେଲେ ଶିକ୍ଷାର କେମିତି ପ୍ରସାର ହେଲା, ଓଡ଼ିଶାରେ ଶିକ୍ଷାର କେମିତି ପ୍ରସାର ହେଲା ଦେଖ। ତାହେଲେ ଯେତେବେଳେ ଊନବିଂଶ ଶତାବ୍ଦୀ ମାନେ 19 ଶତାବ୍ଦୀ କଥା ଯଦି ଆମେ ଆଲୋଚନା କରିବା, ସେ ସମୟରେ କ'ଣ ହେଲା, ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଅଧ୍ୟାୟରେ ହେଲା, ସେଇ ସମୟରେ ଇଂରେଜ ସରକାରଙ୍କର ଯେହେତୁ ମାନେ ମାଇଣ୍ଡଟା ପରିବର୍ତ୍ତନ ହେଇଗଲା, ଓଡ଼ିଶାରେ ଇଂରେଜ ଶିକ୍ଷାର ପ୍ରସାର କ'ଣ ହେଲା, ଘଟିଲା। ତେଣୁ ଇଂରେଜମାନଙ୍କ ଦ୍ୱାରା ଓଡ଼ିଶାରେ ଇଂରେଜ ଶିକ୍ଷାର ପ୍ରସାର ହେଲା କେବେ ନା 19 ଶତାବ୍ଦୀର ଦ୍ୱିତୀୟ ଅଧ୍ୟାୟରେ। ଓକେ, ଏବଂ ଯେହେତୁ ଇଂରେଜ ଭାଷାଟା ପ୍ରଚଳନ କରାଗଲା, ସେଥିପାଇଁ ମାନେ ଗୋଟେ ନୂଆ ଜାତୀୟତା, ଗୋଟେ ଜାତୀୟ ଜାଗରଣ ଗୋଟେ ସୃଷ୍ଟି ହେଲା। ଏବଂ ଯେଉଁ 1823 ମସିହାରେ କଟକରେ ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକମାନେ, ମନେରଖ, ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକମାନେ କଟକରେ ହିତକାରୀ ଦାତବ୍ୟ ବିଦ୍ୟାଳୟ ବୋଲି ଗୋଟେ ପ୍ରତିଷ୍ଠା କଲେ। କୋଉଠି ନା କଟକରେ। କୋଉମାନେ ନା ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକମାନେ। କେବେ ନା ଯେତେବେଳେ 19 ଶତାବ୍ଦୀର ଦ୍ୱିତୀୟ ଅଧ୍ୟାୟରେ ଯେତେବେଳେ ଇଂରେଜ ଶିକ୍ଷାର ପ୍ରସାର ଘଟିଲା, ମାନେ ଇଂରେଜ ପଢ଼ିବା ପାଇଁ ଯେହେତୁ ଯେତେବେଳେ ସବୁଆଡ଼େ ଟିକେ ଧୀରେ ଧୀରେ ପ୍ରସାର ହେଉଥିଲା, ସେଥିପାଇଁ 1823ରେ ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକମାନେ କଟକରେ ଗୋଟେ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କଲେ। ଏବଂ 1841 ମସିହାରେ ସରକାର କ'ଣ କଲେ, ସେ ଯେଉଁ ହିତକାରୀ ଦାତବ୍ୟ ବିଦ୍ୟାଳୟ ତାର ପରିଚାଳନା ଭାର ନିଜ ହାତକୁ ନେଇଗଲେ। ଏବଂ 1830 ମସିହାରେ କ'ଣ ହେଲା ନା, ଯେଉଁମାନେ ଥିଲେ ଓଡ଼ିଆ ରକ୍ଷଣଶୀଳ ସମ୍ପ୍ରଦାୟର ଉପେକ୍ଷା, ଫଳରେ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଥିଲା। ଅର୍ଥାତ୍ ଓଡ଼ିଆ ରକ୍ଷଣଶୀଳ ସମ୍ପ୍ରଦାୟର ଉପେକ୍ଷା ଫଳରେ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଥିଲା। ଯେହେତୁ 1830 ମସିହାରେ ଯେଉଁମାନେ ମାନେ ଓଡ଼ିଆଟାକୁ ରକ୍ଷଣଶୀଳ କରିବା ପାଇଁ ଯେଉଁ ସମ୍ପ୍ରଦାୟ ଥିଲା, ତା ଅପେକ୍ଷାଟା ବୌଦ୍ଧିକ ବିକାଶଟା କ'ଣ ହେଲା ନା ବାଧାପ୍ରାପ୍ତ ହେଲା। କିନ୍ତୁ ଯେତେବେଳେ 1854 ମସିହା କଥା ଯଦି ଆମେ ଦେଖିବା, ସେତେବେଳେ ଯେଉଁ ଚାର୍ଲସ ଉଡ୍ଙ୍କ ପାଠ୍ୟକ୍ରମ ସଂସ୍କରଣ ନିୟମ ପ୍ରଣୟନ ହେଇଗଲା, ଆଉ 1857 ମସିହାରେ କଲିକତା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଇଗଲା, ସେଥିପାଇଁ ସେଇଟା ଓଡ଼ିଶାରେ ଶିକ୍ଷାର ପ୍ରସାର ଦିଗରେ ଟିକେ ସହାୟକ ହେଲା। ବୁଝିଲା? ଦେଖ, ଯେଉଁ ଓଡ଼ିଆ ରକ୍ଷଣଶୀଳ ସମ୍ପ୍ରଦାୟର ଉପେକ୍ଷା ଫଳରେ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଥିଲା କେବେ ନା 1830ରେ। କିନ୍ତୁ ତାପରେ ଯେତେବେଳେ 1854 ମସିହାରେ ଚାର୍ଲସ ଉଡ୍ଙ୍କ ପାଠ୍ୟକ୍ରମ ହେଇଗଲା, ତାପରେ ପାଠ୍ୟକ୍ରମ ଆଉ ସଂସ୍କାର ନିୟମ ପ୍ରଣୟନ, ଏବଂ ଏହା ସହିତ 1857 ମସିହାରେ କଲିକତା ବିଶ୍ୱବିଦ୍ୟାଳୟ ଯେଉଁ ପ୍ରତିଷ୍ଠା ହେଲା, ଏହା ଫଳରେ ଓଡ଼ିଶାରେ ଶିକ୍ଷାର ପ୍ରସାର କ'ଣ ହେଲା, ଘଟିଲା। ଏବଂ ଏହା ଦ୍ୱାରା କ'ଣ ହେଲା ନା 1858 ମସିହାରେ ପୁରୀ, କଟକ ଆଉ ବାଲେଶ୍ୱରର ଯେଉଁ ସଦର ମହକୁମା ଥିଲା ହେଲା, ମାନେ ହେଡକ୍ୱାର୍ଟର, ସେଠାରେ କ'ଣ ହେଲା, ଗୋଟେ ଗୋଟେ ଜିଲ୍ଲା ସ୍କୁଲ ସମେତ ସରକାରୀ ଆଉ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ମଧ୍ୟ ଏମିତି ଫିଟିଲା। କହିବାକୁ ଗଲେ ଟୋଟାଲ 33ଟି ବିଦ୍ୟାଳୟ ଫିଟିଲା। 33ଟା ସ୍କୁଲ ଫିଟିଲା କେବେ, କୋଉଠି ନା ପୁରୀ, କଟକ ଆଉ ବାଲେଶ୍ୱରର ହେଡକ୍ୱାର୍ଟର ଯେଉଁଠି ରହୁଛି ହେଲା, ସଦର ମହକୁମା। ତେଣୁ ପୁରୀ, କଟକ, ବାଲେଶ୍ୱର ଜିଲ୍ଲାର ସଦର ମହକୁମାରେ ଟୋଟାଲ ଗୋଟେ ଲେଖାଏଁ ଜିଲ୍ଲା ସ୍କୁଲ ସମେତ ସରକାରୀ ଆଉ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ, ଏହିପରି କହିବାକୁ ଗଲେ ଟୋଟାଲ ଜିଲ୍ଲାରେ 3ଟା ଜିଲ୍ଲାରେ ଟୋଟାଲ 33ଟା ବିଦ୍ୟାଳୟ ଫିଟିଲା। ଏବଂ
यापर कौन है ना जेहेतु विद्यालय संख्या वृद्धि आउ से विद्यालय गुड़ा को सरकारी अनुदान प्रदान बहुत छात्र छात्री को कौन है ना शिक्षा प्रति आकृष्ट कला जेहेतु माने नुआ नुआ स्कूल फिटिला अधिक अधिक स्कूल फिटिला एवं सरकारी सरकार द्वारा किसी साहाଯ୍य मिलूला से पाठ पढ़ाई से छात्र छात्री मानक निज आड़क टाणिला आकृष्ट कला पाठ पढ़ाई एवं जदि आम रियालिटी देखा ताले जेहेतु इंग्रेज भाषार माने प्रसार चलला से ओडिशार जो युवक मैंने थे शिक्षित युवक मैंने से मन गोटे नव जागरण सृष्टि कला एवं 1867 मसीह कटक जिला स्कूल को उच्च माध्यमिक विद्यालय बा इंटरमीडिएट विद्यालय भाव उन्नीत करागला मनक केवे ना 1867 मसीह एवं यह कलिकता विश्वविद्यालय सहित बंधित है कोटा ना कटकर जो इंटरमीडिएट महाविद्यालय थिला मन है एवं 1868 मसीहा जानुरी 20 मनक डेटा 1868 मसीहा जानुरी मास 20 6 जन छात्र को लेकिन शिक्षादान आरंभ है कौटी ना जोटा इंटरमीडिएट महाविद्यालय जोटा कि कटक उन्नीत कराइला बुझल कि जो जिला स्कूल टाक इंटरमीडिएट उच्च माध्यमिक विद्यालय भाव में ठिकाना को उन्नीत करागला माने नूतनीकरण करागला जो आम कहे उन्नत करागला डेभलपमेंट करागला से 6 जन पिला नहीं पाठ पढ़ा आरंभ करागला बुझला उच्च माध्यमिक बुझीपार ना माने गोटे स्कूलटा जो उच्च माध्यमिक हम ता माने कौन तुम जो +2 पढ़ुच कॉलेज पढ़ुच बुझेगा कि तेणु यहाँ +2 जो कहती है +2 लेवल जो कहती है उच्च माध्यमिक जो आम कहे +2 +3 एमती है कॉलेज जो पढ़ुं तेणु जेहेतु करागला से 6 जन पिला नहीं पाठ पढ़ा आरंभ करागला और से वर्ष जो वर्ष स्टार्ट होता माने 1867 मसीह है 68 नहीं 1868 जानुरी 20 रु से बैच रे मधुसूदन दास पाठ पढ़ुते से एफए पास करते 1870 मधुसूदन दास कलिकता विश्वविद्यालय बीए पास कले एवं प्रथम स्नातक थे माने प्रथम जी डिग्री बा तुम्हें शुणी जे प्रथम किए बीए पास करथिला हम ओडिसा ना सी थे हमर मधुसूदन दास एवं से 1873 एमए पास कले एमए माने कौन जो मास्टर्स कहे मास्टर्स डिग्री मान जो कहे पीजी एमए पास कले 1878 से बीएल डिग्री पास कले बुझेगा बीएल डिग्री पास कले बीएल डिग्रीटा हूँ तुम वकिलाती है ये डिग्री हासिल करके स्नातकोत्तर आउ आईन डिग्री प्राप्त करिबारे से प्रथम ओडिया थे एवं स्नातकोत्तर आउ आईन डिग्री तामाने से बीए पास करिबारे फास्ट थे एवं आईन डिग्री प्राप्त करिबारे मध्य प्रथम ओडिया थे बुझेगा एवं 1876 कटक उच्च विद्यालय स्नातक महाविद्यालय रूपे उन्नत कराइला तामाने कौन जो कटक जो इंटरमीडिएट स्कूलटा थिला जो स्कूलटा थिला ताकू इंटरमीडिएट महाविद्यालय को उन्नीत करागला और तापर कौन है सेटा को स्नातक महाविद्यालय करागला माने से ग्रेजुएशन लेवल पर्यंत पाठ मध्य पढ़ागला एवं कटक गोटे अवस्थापित रही कमिशनर टीई रेभेन्सा नाम से जो इंटरमीडिएट महाविद्यालय था सेटा रेभेन्सा कॉलेज भाव में परिचित होगा पहले भी जापर जे रेभेन्सा कॉलेज केमी प्रथम कटक जिला स्कूल था जिला स्कूल से इंटरमीडिएट स्कूल है इंटरमीडिएट स्कूल से कहीगला ना स्नातक महाविद्यालय है स्नातक महाविद्यालय से जो टीई माने कटकर जो अवस्थापित कमिशनर टीई रेभेन्सा नाम रेभेन्सा कॉलेज भाव में परिचित करागला एवं से जो रेभेन्सा कॉलेज से रेभेन्सा कॉलेज बहु ओडिया माने उच्चतर शिक्षा लाभ करियारे मध्य माने लाभ करिया सुजोग पाइले एवं जोटा कि ओडिया जाति माने ओडिया जाति को टिके जागृत आनी देथिला एवं ए जो शिक्षित युवक माने नूतन सामाजिक राजनीतिक आ आधुनिक शिक्षार अधिकारी होई समाज गोटे गोष्ठी भाव में गढ़ी उठिले गढ़ी एवं से जो शिक्षित युव गोष्ठीर संकल्प थिला जे अन्याय अनीति विरुद्ध आम स्वर उत्तोलन करवा संगे संगे आम जातीय चेतना केमती वृद्धि हम आम ओडिशार केमती वृद्धि हम से ध्यान देवा एवं ओडिशार नूतन जो बुद्धिजीवी मैंने बाहरी थे से आम ओडिशार भाषा संस्कृति तथा ओडिया मानकर एकत्रीकरण स्वर उत्तोलन करते बुझल।
ओके ये बुझार नेक्स्ट देख तार कौन है तार कौन है ओडिया भाषा साहित्य हाईलाइट करदे ओडिया भाषा साहित्य संवादपत्र विकास केमी है देख तेणु ओडिशा रे जो छापाखाना थिला जेहेतु ओडिशा रे छापाखाना थिला नुह तेले छापाखानाटा ओडिशा रे माने प्रतिष्ठा करागला सेताबेले ओडिशार विभिन्न स्थान में भाषार सुरक्षा आउ विकास करिया भाई सेटा टिके नाकु सहायक हैला छापाखाना प्रस्तुत हबो सबआडे संवादपत्र जाई परिबो कागजपत्र जाई परिबो बहीपत्र जाई परिबो समस्ते पढ़िकी शिक्षित होई पारि माने जानि परिबे भाषा विषय रे जहाँ द्वारा कि भाषाटा कौन हबो ना सेटा सुरक्षा हैला भाषार आउ विकास मध्य हैला तेणु ऊनविंश शताब्दीर द्वितीयार्धरे ओडिया भाषा को विलोप करने षड्यंत्र चलता जो ऊनविंश शताब्दीर द्वितीयार्धरे कौन है ना ओडिया भाषा टोटाल विलुप्त करदेवाई गोटे षड्यंत्र चलता एवं जेहेतु से समय नुआ बुझी माने बुद्धिजीवी माने बाहरी थिले शिक्षित होइकी एवं से समय फकीर मोहन सेनापति तापर राधानाथ राय एमानक भली मनख फकीर मोहन सेनापति आउ राधानाथ राय एमाने जेहेतु से समय थिले सेतिपई सेने भाषाटा को कौन आम ओडिया भाषाटा को उपयुक्त मर्यादा दौले बुझे लगे विभिन्न प्रकार साहित्यिक माध्यम विभिन्न समाजपत्र प्रकाश करी आम भाषा सदा हाई लेवल रखी ओके ताकू बुड़िया दे ना विलोप हाँपाई विलोप करने दे ना क्या ओडिया भाषा तेणु 1837 मसीह कौन है प्रथम मुद्रण यंत्र कटक मिशन प्रेस नाम प्रतिष्ठा कराला ना 1837 मसीह कौन ना प्रथम मुद्रण यंत्र जार नाम रखागला कटक मिशन प्रेस जहाद्वारा कि साहित्य और संवादपत्र कौन है प्रकाश करने सहज होगा ये हूँ देख फकीरमोहन सेनापति तेणु ये जो जिन गुड़ाक मन रखा ये हूँ बहुत इंपोर्टाट है तेणु 1866 मसीह कटक ठारे गौरीशंकर राय संपादन उत्कल दीपिका तापर 1868 बालेश्वर फकीर मोहन सेनापति द्वारा संवाद वाहिका आ बोधदायिनी और 1898 नीलमणि विद्यारत्न द्वारा बामंडारू संबलपुर हितैषिणी ये संवादपत्र गुड़ाक कौन है प्रकाशित करागला एवं अवश्य एगुड़ाक बहुत दिन पर्यंत तिष्टि पारि माने नथिला तथापि अन्य माने एगुड़िक बहुत दिन माने व्यतीत बहुत दिन पर्यंत तिष्टि पारि नथिला माने कौन ये जो संवादपत्र कहली जमीक उत्कल दीपिका होगला तापरे संवाद वाहिका बोधदायिनी एवं संबलपुर हितैषिणी ये संवादपत्र व्यतीत आहरी केते गुड़े संवादपत्र प्रकाश करा किंतु से गुड़ाक बेसी तिष्टि पारि नथिला माने बेसी समय चली नथिला जमी एवं देखुत संवाद होगला समाज होगला तापरे आमर प्रमेय होगला बुझे लगे विभिन्न प्रकार संवादपत्र अच्छी सेमती ये संवादपत्र गुड़ाक से स्टार्ट कराला प्रथम कौ संवादपत्र बाहर ना उत्कल दीपिका ओके गौरीशंकर राय द्वारा कटक ठारे केबे ना 1866 मसीह बहुत इंपोर्टाट आगे मन रखिए फास्टा एवं ये जो संवादपत्र गुड़ा थिला एटा ओडिशार जहाँ भी समस्या थिला से समस्या गुड़ाक विषय लोक मान पाखे पहुँचा जा पार्ला एवं जो तुम न्यूज देखुच कि संवादपत्र पढ़ुच से कौन जानच तुम गाँ हूँ भुवनेश्वर में संबलपुर में कौन है तुम घर हूँ मयूरभंज कोरापुट कौन है मालकानगिरी कौन है कि भुवनेश्वर में कौन है तुम्हें सब जगार खबर तुम्हें जापर जहाद्वारा कि तुम जातीय चेतना वृद्धि कर सहायक प्रदान हो समय ये जिनटा भी सेतबे है एवं जेहेतु भाषा विवाद ओडिया मान मध्य जातीयता सृष्टि होगला तेणु 19 शताब्दी ओडिया भाषा आंदोलन ओडिशा जातीयतावादर जननी कहले अत्युक्ति हे ना और 1803 मसीह मन रख 1803 मसीह इंग्रेज मैंने जिते ओडिशा अधिकार कले से समय से मुख्यतः कटक पुरी आउ बालेश्वर को लेकिन शासित होता देख इंग्रेज मैंने जिते 1803 केते मसीह 1803 है देखिए 1803 मसीह ओडिशा जो अधिकार कले जोटा कि आम स्टार्टिंग पढ़े से समय से 3टा जिला जो गोटे है कौन ना कटक आउटा पुरी आउटा बालेश्वर ये 3टाक जगार
ଏ ତିନିଟାଙ୍କ ଯେଉଁ ଜିଲ୍ଲା ରହିଲା ଏ ତିନିଟାଙ୍କ ଅଞ୍ଚଳରେ କ'ଣ ଏମାନେ ଶାସନ କରୁଥିଲେ। ଏବଂ ସେତେବେଳେ ଓଡ଼ିଆ ଭାଷାଟା ଆଉ ସଂସ୍କୃତିଟା ସେତେବେଳେ କ'ଣ ପୁରା ଲୁଣ୍ଠିତ ହେଇଯାଇଥିଲା, ମାନେ ନଥିଲା ବି ମାନେ କହିଲେ ଚଳେ ହେଲା। କାରଣ ମରହଟା ମାନେ ଆସିଥିଲେ, ମରହଟା ମାନେ ଯେତେବେଳେ ଆସିଥିଲେ ସେମାନେ ଆମ ଓଡ଼ିଶାରେ ପାର୍ସୀ ଭାଷାଟାକୁ ରାଜଭାଷା ରୂପରେ ମାନ୍ୟତା ଦେଇଥିଲେ। ଏବଂ ଯେତେବେଳେ ଇଂରେଜମାନେ ଆସିଲେ ସେମାନେ କହିଲେ ଯେ ବଙ୍ଗଳା ଭାଷାଟା ହେଉଛି ରାଜ୍ୟଭାଷା ବୋଲି। ତେଣୁ ସେଥିପାଇଁ ବଙ୍ଗୀୟମାନଙ୍କୁ ରାଜ କର୍ମଚାରୀ ରୂପେ ଓଡ଼ିଶାରେ ଅବସ୍ଥାପିତ କଲେ। ଏବଂ ଯେଉଁ ବଙ୍ଗୀୟମାନେ ଥିଲେ ସେମାନେ ହିଁ ଓଡ଼ିଶାରେ ପ୍ରଥମେ ବଙ୍ଗଳା ଭାଷାର ପ୍ରଚାରରେ ମଧ୍ୟ ମଗ୍ନ ଥିଲେ। ତେଣୁ ଏଠାରେ ତୁମେ ଗୋଟେ ଜିନିଷ ବୁଝିଲ ଯେ ଯେଉଁ ମରହଟ୍ଟା ମାନେ ଆସିଲେ, ମରହଟ୍ଟା ମାନେ ସେମାନେ ପାର୍ସୀ ଭାଷାକୁ ରାଜଭାଷା ରୂପରେ ମାନେ ମାନ୍ୟତା ଦେଇଥିଲେ ଏବଂ ଇଂରେଜମାନେ ବଙ୍ଗଳା ଭାଷାକୁ, ଏଟାକୁ ମନେ ରଖିବ, ଏଟାକ ତୁମର MCQ ପାଇଁ ଇମ୍ପୋର୍ଟାଣ୍ଟ। ତେଣୁ ଏ ଯେଉଁ ବଙ୍ଗୀୟମାନେ ଥିଲେ ଏମାନେ ଓଡ଼ିଶାରେ ବଙ୍ଗଳା ଭାଷାର ପ୍ରଚାରରେ ମଗ୍ନ ହୋଇଗଲେ। ଏବଂ 1879 ମସିହାର କଥା, ବୁଝିଲ କି, 1879 ମସିହାରେ କ'ଣ ହେଲା ନା କଟକର ଯିଏ କଲେକ୍ଟର ଥିଲେ ସେ ବଙ୍ଗଳା ଭାଷାକୁ ସରକାରୀ ଭାଷା ରୂପେ ସ୍ୱୀକୃତି ପ୍ରଦାନ କରିଦେଲେ। କହିଲେ ଯେ କଟକର କଲେକ୍ଟର କହିଲେ ଯେ ବଙ୍ଗଳା ଭାଷା ହେଉଛି ସରକାରୀ ଭାଷା, ବୁଝିଲା କି। ଯେହେତୁ ଏଟା ପ୍ରଦାନ କରିଦେଲେ ତେଣୁ ତାପରେ କ'ଣ ହେଲା ନା ଛାପାଖାନାର ଅଭାବ ଆଉ ବୁଦ୍ଧିଜୀବୀଙ୍କ ସ୍ୱଳ୍ପତା ହେତୁ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକର ସଂଖ୍ୟା ବହୁତ କମ୍ ଥିଲା। ଯେହେତୁ ସେ ସମୟରେ ବେଶୀ ଛାପାଖାନା ନଥିଲା ଏବଂ ବୁଦ୍ଧିଜୀବୀ ବେଶୀ ନଥିଲେ, ସେଥିପାଇଁ ମାନେ ସେତେବେଳେ ଶିକ୍ଷିତ ବେଶୀ ନଥିଲେ, ସେଥିପାଇଁ ଓଡ଼ିଆ ଭାଷାର ପାଠ୍ୟପୁସ୍ତକର ମାନେ ବହି ଫହି ସବୁ ବହୁତ କମ୍ ଥିଲା ଓଡ଼ିଆରେ। ତେଣୁ ଯେହେତୁ ସେଇ ଅସୁବିଧା ଥିଲା, ସେହି ଅସୁବିଧାଟାର ସୁଯୋଗ ନେଇକି କେତେକ ପ୍ରଭାବଶାଳୀ ବ୍ୟଙ୍ଗ ବ୍ୟକ୍ତି କ'ଣ କଲେ, ଓଡ଼ିଶାରେ ଓଡ଼ିଆ ଭାଷା ପରିବର୍ତ୍ତେ ସେମାନେ ବଙ୍ଗଳା ଭାଷାର ପ୍ରଚଳନ ଉଦ୍ୟମ କଲେ, ବୁଝିଲେ କି। ଯେହେତୁ ଆମ ଓଡ଼ିଶାରେ ସେ ସମୟରେ ମାନେ ବେଶୀ ବହିପତ୍ର ନଥିଲା ଓଡ଼ିଆରେ, କାହିଁକି ନଥିଲା, କାରଣ ବେଶୀ ଛାପାଖାନା ନଥିଲା କି ବହୁତ ଶିକ୍ଷିତ ଯୁବଗୋଷ୍ଠୀ ନଥିଲେ। ତାର ସୁଯୋଗ ନେଇକି ଯେଉଁ ମାନେ ବଙ୍ଗଳା ଲୋକମାନେ ଥିଲେ, ବଙ୍ଗୀୟ ଲୋକମାନେ, ସେମାନେ କ'ଣ କଲେ ଓଡ଼ିଶାରେ ବଙ୍ଗଳା ଭାଷାର ପ୍ରଚଳନ କରିଥିଲେ ସ୍କୁଲ ଗୁଡ଼ାକରେ, ଓକେ, ଯେଉଁ ବିଦ୍ୟାଳୟ ଗୁଡ଼ାକରେ। ତେଣୁ ଯେହେତୁ ଆମେ ଓଡ଼ିଆ, ତେଣୁ ଆମ ଭାଷାଟାକୁ ରକ୍ଷା କରିବା ପାଇଁ ଓଡ଼ିଆମାନଙ୍କ ମଧ୍ୟରେ କ'ଣ ହେଲା, ନୂତନ ଚେତନା ସୃଷ୍ଟି ହେଲା, ମାନେ ସଂଗ୍ରାମୀ ହୋଇପଡ଼ିଲେ ଏବଂ ସଂଘର୍ଷ ମଧ୍ୟ କଲେ। ଏବଂ ଓଡ଼ିଶାର କେତେକ ବଙ୍ଗଭାଷୀ ବ୍ୟକ୍ତି, ଆମ ଓଡ଼ିଶାର କେତେକ ଯେଉଁମାନେ ବଙ୍ଗ କହନ୍ତି, ମାନେ ବଙ୍ଗଳା କହନ୍ତି, ସେଇ ବ୍ୟକ୍ତି ଓଡ଼ିଆ ଭାଷା ପ୍ରତି ସମର୍ଥନ ତଥା ଏହାର ସୁରକ୍ଷା ଦିଗରେ ଅପ୍ରାଣ ଉଦ୍ୟମ କରିବା ଦ୍ୱାରା ଓଡ଼ିଶାର ଜାତୀୟତା ଭାବରେ ବିକାଶ ହୋଇଥିଲା। ଏବଂ ଯେହେତୁ ଆମ ଓଡ଼ିଶାର କେତେକ ବଙ୍ଗଭାଷୀ ଲୋକ ମାନେ ଓଡ଼ିଶାରେ ରହୁଥିଲେ କିନ୍ତୁ ବଙ୍ଗଳା ଭାଷାରେ କଥାବାର୍ତ୍ତା ହୁଅନ୍ତି ବା ତାଙ୍କର ଭାଷା ବଙ୍ଗଳା, ସେମାନେ ଯେହେତୁ କିଛି ସମର୍ଥନ କଲେ ଓଡ଼ିଆମାନଙ୍କୁ, ସେଥିପାଇଁ ଓଡ଼ିଶାରେ ଜାତୀୟତା ଭାବର କ'ଣ ହେଲା ନା ବିକାଶ ଘଟିଲା। ତାପରେ କ'ଣ ହେଲା ଦେଖ, ତାପରେ ସେତେବେଳେ ଯେଉଁ ମାଡ୍ରାସ ଥିଲା, ମାଡ୍ରାସ ମାନେ ବର୍ତ୍ତମାନ ଯେଉଁ କହୁଛେ ଆମେ ଚେନ୍ନାଇ, ତେଣୁ ସେତେବେଳେ ମାଡ୍ରାସ ପ୍ରଦେଶ ଥିଲା। ମାଡ୍ରାସ ମାନେ ଚେନ୍ନାଇ, ଦେଖ ମାଡ୍ରାସ ମାନେ ଚେନ୍ନାଇ ଥିଲା ବୋଧେ ହେଲା ପୁରୁଣାଟା। ମାଡ୍ରାସ ପ୍ରଦେଶ ମାନେ ଏଠାରେ ସେଇ ସମୟରେ ଆମେ କେମିତି କହୁଛେ ଓଡ଼ିଶା, ତାମିଲନାଡ଼ୁ, ଯେମିତି କହୁଛେ ପଶ୍ଚିମବଙ୍ଗ, ସେଇ ସମୟରେ ମାଡ୍ରାସ ପ୍ରଦେଶ ମାନେ ମାଡ୍ରାସ ରାଜ୍ୟରେ ଗଞ୍ଜାମ ଜିଲ୍ଲାଟା ଆସୁଥିଲା। ଏବଂ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ସରକାରୀ ଭାଷା ରୂପେ ପ୍ରଚଳିତ ହେବା ଫଳରେ ଓଡ଼ିଆ ଭାଷା ଅବହେଳିତ ହେଲା। ଏବଂ ଯେତେବେଳେ ଗଞ୍ଜାମ ଜିଲ୍ଲାରେ କ'ଣ ହେଲା ନା ତେଲୁଗୁଟାକୁ ସରକାରୀ ଭାଷା ରୂପେ ପ୍ରଚଳିତ କରାଗଲା, ସେଥିପାଇଁ ଗଞ୍ଜାମ ଯେଉଁ ଆମ ଓଡ଼ିଆ ଭାଷାଟା କ'ଣ ହେଲା ଟିକେ ଅବହେଳିତ ହେଇଗଲା। କାରଣ ଏବେ ବି ତୁମେ ଯଦି ଗଞ୍ଜାମ ଆସିବ କି ବ୍ରହ୍ମପୁର ଆସିବ, ଦେଖିବ ସେଠାରେ କିଛି ଲୋକ ଅଛନ୍ତି, ମାନେ କିଛି ଲୋକ କ'ଣ ବ୍ରହ୍ମପୁର ଯଦି ସ୍ପେସିଆଲି ଆସିବ ତମେ ଦେଖିବ ସେଇଠି ତେଲୁଗୁ ବି ଲୋକ ଜାଣିଛନ୍ତି, ବହୁତ ଲୋକ ତେଲୁଗୁ କହନ୍ତି ଏବଂ ତେଲୁଗୁ ଲୋକ ବହୁତ ରହୁଛନ୍ତି। କାହିଁକି? କାରଣ ଏଇଟା ଆନ୍ଧ୍ରପ୍ରଦେଶ ବର୍ଡରଟା, କୋଉଟା ଗଞ୍ଜାମ ବ୍ରହ୍ମପୁର ଯେଉଁ ରହିଲା ସେଟା ଆନ୍ଧ୍ର ବର୍ଡର, ସେଥିପାଇଁ ଗଞ୍ଜାମରେ ଦେଖିବ ଏବେ ବି ତେଲୁଗୁ ଭାଷା ବି ଲୋକ ଜାଣିଛନ୍ତି ଏବଂ ବ୍ୟବହାର ମଧ୍ୟ କରୁଛନ୍ତି। ତେଣୁ ଯେହେତୁ ତେଲୁଗୁ ଭାଷାଟାକୁ ଗଞ୍ଜାମରେ ସରକାରୀ ଭାଷା ରୂପରେ ପ୍ରଚଳିତ କରାଗଲା, ସେଥିପାଇଁ ଓଡ଼ିଆ ଭାଷାଟା ଅବହେଳା ହେଇଗଲା। ତେଣୁ ଗଞ୍ଜାମରେ ଯେଉଁ ଓଡ଼ିଆମାନେ ଥିଲେ, ତେଣୁ ସେମାନେ ଓଡ଼ିଶା ଡିଭିଜନରେ ମିଶିବା ପାଇଁ ଆନ୍ଦୋଳନ କଲେ। ତେଣୁ ଗଞ୍ଜାମର ଯେଉଁ ଓଡ଼ିଆମାନେ ଥିଲେ ସେମାନେ ଓଡ଼ିଶା ଡିଭିଜନରେ ମିଶିବା ପାଇଁ ଆନ୍ଦୋଳନ କଲେ ଯେ ଆମେ ଓଡ଼ିଶାରେ ମିଶିବୁ। କିଏ କହିଲା? ବୁଝିପାରୁଛ ନାହିଁ? ମାଡ୍ରାସ ଅଧୀନରେ ଥିଲା ଗଞ୍ଜାମଟା, ଯେହେତୁ ଗଞ୍ଜାମରେ ତେଲୁଗୁ ଭାଷାଟାକୁ ସରକାରୀ ଭାଷା ରୂପରେ ପ୍ରଚଳିତ କରାଗଲା, ସେଥିପାଇଁ ଏଇ ଗଞ୍ଜାମ ଜିଲ୍ଲାରେ ଯେଉଁ ଓଡ଼ିଆମାନେ ଥିଲେ ସେମାନେ କହିଲେ ଯେ ଆମେ ଓଡ଼ିଶାରେ ମିଶିବୁ। ତେଣୁ ସେଥିପାଇଁ ସେ ଆନ୍ଦୋଳନ କଲେ। ଯେହେତୁ ଆନ୍ଦୋଳନ କଲେ,
1870 ସେପ୍ଟେମ୍ବରରେ ସେମାନେ ରସୁଲକୋଣ୍ଡା ଯୋଉଟାକି ଅଛି ବର୍ତ୍ତମାନର ଭଞ୍ଜନଗର ଯୋଉ ଆମେ କହୁଛେ ହେଲା, ଭଞ୍ଜନଗର ମନେ ରଖ, ସେମାନେ ରସୁଲକୋଣ୍ଡା ଯୋଉଟାକି ବର୍ତ୍ତମାନର ଭଞ୍ଜନଗର, ସେ ଭଞ୍ଜନଗର ଠାରେ ଗୋଟେ ସଭା କରି ସମସ୍ତ ଓଡ଼ିଆକୁ ଏକତ୍ର ହେବା ପାଇଁ ଆହ୍ୱାନ ଦେଲେ। ଏବଂ ଯେତେବେଳେ ଏକତ୍ର ହେବା ପାଇଁ ଆହ୍ୱାନ ଦେଲେ, କେନ୍ଦ୍ରୀୟ ପ୍ରଦେଶ ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାରେ ହିନ୍ଦୀକୁ ସରକାରୀ ଭାଷା ରୂପେ ପ୍ରଚଳିତ କରାଯାଇଥିଲା। ଏଇ ୱାର୍ଡଟା ମନେ ରଖ। ହେଲେ ସମ୍ବଲପୁରରେ ଯୋଉଟାକି ସମ୍ବଲପୁରଟା ସେତେବେଳେ କେନ୍ଦ୍ରୀୟ ପ୍ରଦେଶରେ ଆସୁଥିଲା, ଏଇଟା ବି ମନେ ରଖ, କୋଉ ପ୍ରଦେଶରେ ଆସୁଥିଲା ଏଇଟା ବି ଇମ୍ପୋର୍ଟାଣ୍ଟ, କେନ୍ଦ୍ରୀୟ ପ୍ରଦେଶରେ ଆସୁଥିଲା। ତେଣୁ କେନ୍ଦ୍ରୀୟ ପ୍ରଦେଶ ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାରେ ହିନ୍ଦୀ ଭାଷାଟାକୁ କ'ଣ କରାଗଲା ନା ସରକାରୀ ଭାଷା ରୂପରେ ପ୍ରଚଳିତ କରାଗଲା। ଯେହେତୁ ପ୍ରଚଳିତ କରାଗଲା, ସେଥିପାଇଁ ହିନ୍ଦୀ ଭାଷୀ ସରକାରୀ କର୍ମଚାରୀମାନେ ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ପାଇଁ କ'ଣ ହେଲେ ନା ରାଜି ଆଉ ହେଲେ ନାହିଁ। ଯେହେତୁ ରାଜି ହେଲେ ନାହିଁ, ସମ୍ବଲପୁର ଜିଲ୍ଲାର ଯେତେ ପ୍ରାଥମିକ ବିଦ୍ୟାଳୟ ମାନେ ଥିଲେ, ମାନେ ସ୍କୁଲ ଗୁଡ଼ା ଥିଲା, ସେଥିରେ କ'ଣ ନା ହିନ୍ଦୀ ଭାଷାରେ ଶିକ୍ଷାଦାନ କରାଗଲା। ନା ବୁଝିଲ? ଦେଖ, ଯେହେତୁ ସମ୍ବଲପୁରରେ ହିନ୍ଦୀଟାକୁ ରାଜ୍ୟ ମାନେ ସରକାରୀ ଭାଷା ରୂପରେ ଘୋଷଣା କରାଗଲା, ସେଥିପାଇଁ ଯେଉଁ ହିନ୍ଦୀ ଭାଷାରେ ଯେଉଁ ସରକାରୀ କର୍ମଚାରୀମାନେ ଥିଲେ, ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ ମାନେ ଥିଲେ, ସେଇ ସରକାରୀ କର୍ମଚାରୀମାନେ କହିଲେ ଯେ ଆମେ ଓଡ଼ିଆରେ କାର୍ଯ୍ୟ କରିବୁ ନାହିଁ। ସେଥିପାଇଁ ସମ୍ବଲପୁର ଜିଲ୍ଲା ସ୍କୁଲରେ ବା ପ୍ରାଥମିକ ବିଦ୍ୟାଳୟ ଯେଉଁ ଥିଲା ସ୍କୁଲ ଗୁଡ଼ାକ, ସେଥିରେ ହିନ୍ଦୀ ଭାଷାରେ କ'ଣ କରାଗଲା ନା ଶିକ୍ଷାଦାନ କରାଗଲା। ଯେତେବେଳେ ହିନ୍ଦୀରେ ସବୁ ଶିକ୍ଷାଦାନ କରାଗଲା, ଏହା ଇଂରେଜ ସରକାର ଓ ହିନ୍ଦୀ ଭାଷୀମାନଙ୍କ ଦ୍ୱାରା ଓଡ଼ିଆ ଭାଷାର ବିଲୋପ ପାଇଁ ଉଦ୍ୟମ ବୋଲି ମନେ କରିକି ସରକାରଙ୍କ ନୀତିକୁ ସେହି ଅଞ୍ଚଳର ଓଡ଼ିଆମାନେ କ'ଣ କଲେ, ଘୋର ବିରୋଧ କଲେ। ସେମାନେ ଭାବିଥିଲେ ଯେ ଇଂରେଜ ସରକାର ଆଉ ହିନ୍ଦୀ ଭାଷୀମାନଙ୍କ ଦ୍ୱାରା ଆମ ଓଡ଼ିଆ ଭାଷାଟାକୁ ଲୋପ କରିଦେବା ପାଇଁ ଏମାନେ ଚେଷ୍ଟା କରୁଛନ୍ତି। ସେଥିପାଇଁ ସେଇ ଓଡ଼ିଆମାନେ ଯେତେ ଥିଲେ ସମ୍ବଲପୁରରେ, ସେମାନେ ଆନ୍ଦୋଳନ ଆରମ୍ଭ କଲେ ଏବଂ ଏହା ବିରୁଦ୍ଧରେ ବିରୋଧ ମଧ୍ୟ କଲେ। ଗୋଟେ ସମ୍ବଲପୁର ହିତୈଷିଣୀ ବୋଲି ଗୋଟେ ପତ୍ରିକା ଅଛି। ସେଇ ପତ୍ରିକା ମାଧ୍ୟମରେ ଓଡ଼ିଆମାନଙ୍କ ମଧ୍ୟରେ କ'ଣ ହେଲା, ସେଇଟା ଜାତୀୟ ଜାଗରଣ ସୃଷ୍ଟି କରିବା ସହିତ ଓଡ଼ିଆ ଭାଷାଟା ସୁରକ୍ଷା କରିବା ଦିଗରେ ଜନମତ ମଧ୍ୟ ଜାଗ୍ରତ କରିଥିଲା ବା ଲୋକମାନଙ୍କ ନିକଟରେ ପହଞ୍ଚାଇଥିଲା, ଯାହାଦ୍ୱାରା କି ଓଡ଼ିଆ ଭାଷାଟା ଯେମିତି ସଂରକ୍ଷିତ ହୋଇ ରହିପାରିବ ବା ସୁରକ୍ଷା ହେଇକି ରହିପାରିବ, ସେଥିପାଇଁ ଏଇ ଯେଉଁ ସମ୍ବଲପୁର ହିତୈଷିଣୀ ପତ୍ରିକା ଏଇଟା ବହୁତ ସାହାଯ୍ୟ କରିଥିଲା। ଏବଂ ଯେଉଁ ସମ୍ବଲପୁରର ଲୋକମାନେ ଥିଲେ ବା ସମ୍ବଲପୁରର ଅଧିବାସୀମାନେ ଥିଲେ, ଅବିରତ ମାନେ କୌଣସି ରେଷ୍ଟ ନ ନେଇକି, ବିରତି ନ ନେଇକି ଅବିରତ ଚେଷ୍ଟା କରିବା ଫଳରେ ସମ୍ବଲପୁରରେ ପୁଣି ଆଉଥରେ ଓଡ଼ିଆ ଭାଷା କ'ଣ ହେଲା, ପୁଣି ପ୍ରଚଳନ ହେଲା, ଆଉଥରେ ଓଡ଼ିଆ ଭାଷା ଚାଲିଲା। ତାହେଲେ ଯେଉଁ ଯେମିତିକି ମଧୁସୂଦନ ଦାସ ହେଇଗଲେ, ତାରେ ଗୋପାଳ ଚନ୍ଦ୍ର ପ୍ରହରାଜ, ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋପବନ୍ଧୁ ଦାସ, ରାଧାକାନ୍ତ ରାୟ, ମଧୁସୂଦନ ରାଓ ଆଉ ଗଙ୍ଗାଧର ମେହେର, ଏଇ ଓଡ଼ିଆମାନେ ସାହିତ୍ୟର ପୁରୋଧାଗଣ। ଏମାନେ ଓଡ଼ିଶାର ଯେଉଁ ନରନାରୀମାନେ ଥିଲେ, ସେମାନଙ୍କୁ ନିଜ ଲେଖା ମାଧ୍ୟମରେ ମାନେ ସାହିତ୍ୟ ଲେଖିକି ସେମାନଙ୍କୁ ପାଖରେ ପହଞ୍ଚି ପାରୁଥିଲେ ଏବଂ ସେମାନଙ୍କୁ ଉଦ୍ବୁଦ୍ଧ ମଧ୍ୟ କରିପାରୁଥିଲେ। ତା ଦେଖିବା ବିଭିନ୍ନ ଅନୁଷ୍ଠାନ ଗଠନ, ଯେଉଁଟାକି ଇମ୍ପୋର୍ଟାଣ୍ଟ ରହିବ। ଆମ ଓଡ଼ିଶାରେ ଜାତୀୟ ଜାଗରଣ ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର ଅନୁଷ୍ଠାନ ମଧ୍ୟ ଯାଇଥିଲା, ଯେମିତିକି 1882ରେ ରାଧାକାନ୍ତ ରାୟ, ତାପରେ ପ୍ୟାରୀମୋହନ ଆଚାର୍ଯ୍ୟ ଆଉ ଗୌରୀଶଙ୍କର ରାୟ, ଏମାନେ ଓଡ଼ିଆ ଭାଷା ଆଉ ସଂସ୍କୃତିର ବିକାଶ କରିବା ପାଇଁ ଉତ୍କଳ ସଭା ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ। ତେଣୁ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ରହିବ ହେଲା। କେଉଁମାନେ କରିଥିଲେ? ରାଧାକାନ୍ତ ରାୟ, ଫକୀରମୋହନ ଆଚାର୍ଯ୍ୟ ଆଉ ଗୌରୀଶଙ୍କର ରାୟ। ବୁଝିଲା? ଗୌରୀଶଙ୍କର ରାୟ, ଏଇ ବ୍ୟକ୍ତିଗଣ ବା ମନୀଷୀଗଣ ଏମାନେ ଉତ୍କଳ ସଭା ନାମକ ଗୋଟେ ଅନୁଷ୍ଠାନ ଗଠନ କରିଥିଲେ ଏବଂ ଯେଉଁ ଉତ୍କଳ ସଭାଟା କି ଜାତୀୟତାବାଦ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା, ମନେ ହେଲା। ଏବଂ ଏହା ବ୍ୟତୀତ ଆଉ ଗୋଟେ ଜିନିଷ ମନେ ରଖ, ବାଲେଶ୍ୱରରେ ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା ହେଲା, ମନେ ରଖ। ଆଉ ଗୋଟେ କଲର ଦେଇକି ହାଇଲାଇଟ୍ କରିବା ଦେଖାଯାଉନି ଏଥିରେ। ବାଲେଶ୍ୱରରେ କ'ଣ ହେଲା ନା ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା, କଟକରେ ଉତ୍କଳ ଭାଷା ଉଦ୍ଦୀପନୀ ସଭା, ଉତ୍କଳ ଉଲ୍ଲାସିନୀ ସଭା ଆଉ ବ୍ରହ୍ମପୁରରେ ବା ଗଞ୍ଜାମରେ ଯେଉଁ ଆମେ କହୁଛେ ବ୍ରହ୍ମପୁର ଗଞ୍ଜାମରେ ଉତ୍କଳ ହିତବାଦିନୀ ସଭା, ଏଇ ଅନୁଷ୍ଠାନ ଗୁଡ଼ାକ କ'ଣ ହେଲା, ଗଢ଼ି ଉଠିଲା, ଯେଉଁଟାକି ଜାତୀୟତା ଜାଗରଣରେ ମାନେ ଜାତୀୟତା ସୃଷ୍ଟି କରିବାରେ ସାହାଯ୍ୟ ମଧ୍ୟ କରିଥିଲା। ତେଣୁ ମନେ ରଖ, ବାଲେଶ୍ୱରରେ କହିଲି କ'ଣ, ବାଲେଶ୍ୱରରେ ହେଲା ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା, କଟକରେ ହେଲା ଉତ୍କଳ ଭାଷା ଉଦ୍ଦୀପନୀ ସଭାକୁ ଉତ୍କଳ ଉଲ୍ଲାସିନୀ ସଭା ଆଉ ବ୍ରହ୍ମପୁର ଗଞ୍ଜାମରେ ଉତ୍କଳ ହିତବାଦିନୀ ସଭା। ଓକେ, ମନେ ରଖିଦିଅ ଅଧିକ ଭଲ ଭାବରେ MCQ ପାଇଁ ତୁମର ଇମ୍ପୋର୍ଟାଣ୍ଟ। ତାପରେ ଦେଖିବା ଧାର୍ମିକ ନବଜାଗରଣ। ଧର୍ମରେ କ'ଣ ନବଜାଗରଣ ସବୁ ସୃଷ୍ଟି ହେଇଥିଲା?
ନା ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ଧର୍ମ କ୍ଷେତ୍ରରେ ନବଚେତନାର ପ୍ରଭାବ ପରିଲକ୍ଷିତ ହୋଇଥିଲା। ଯେଉଁ ଊନବିଂଶ ଶତାବ୍ଦୀ ରହିଲା, ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଅଧ୍ୟାୟରେ ନୂଆ ଚେତନା ସୃଷ୍ଟି ହେବାର ମାନେ ସେଇଟା ଦେଖାଯାଉଥିଲା ପୁରା ଭଲ ଭାବରେ। ତେଣୁ ଯେଉଁମାନେ ଖ୍ରୀଷ୍ଟ ଧର୍ମ ଥିଲେ ବା ବ୍ରାହ୍ମଣ ଧର୍ମ ଥିଲେ ସେମାନଙ୍କ ବିରୁଦ୍ଧରେ ସଂସ୍କାର ଧର୍ମୀ ଧର୍ମର ଆବଶ୍ୟକତା ମଧ୍ୟ ଅନୁଭବ କରାଗଲା। ଯେଉଁମାନଙ୍କୁ ସଂସ୍କାର ଧର୍ମୀର ଆବଶ୍ୟକତା ରହିଛି, ତେଣୁ ସେହି ଆବଶ୍ୟକତା ପୂରଣ କରିବାରେ ସଫଳ ହୋଇଥିଲେ ଓଡ଼ିଶା ମାଟିରୁ ସମ୍ଭୂତ ଏକ ଧର୍ମ, ଯେଉଁ ଧର୍ମର ନାମ ଥିଲା ସତ୍ୟ ମହିମା ଧର୍ମ। କ'ଣ ଥିଲା? ସତ୍ୟ ମହିମା ଧର୍ମ। ତେଣୁ ଯେଉଁମାନେ ଖ୍ରୀଷ୍ଟ ଧର୍ମ ବା ବ୍ରାହ୍ମଣ ଧର୍ମ ଥିଲେ ସେମାନଙ୍କୁ ସଂସ୍କାର ଧର୍ମୀ ଦେବା ପାଇଁ ବା ଧର୍ମ ଦେବା ପାଇଁ ସତ୍ୟ ମହିମା ଧର୍ମର ପ୍ରକଟ ହୋଇଥିଲା। ଏବଂ ଏହି ସତ୍ୟ ମହିମା ଧର୍ମର ପ୍ରବର୍ତ୍ତକ ଥିଲେ ମହିମା ଗୋସ୍ୱାମୀ। ଏବଂ ଏଇ ଯେଉଁ ସତ୍ୟ ମହିମା ଧର୍ମ ଏହା ଆମ ଓଡ଼ିଶାର ଯେତେ ଲୋକ ଅଛନ୍ତି ସବୁ ଜନଜୀବନ ଏବଂ ଆମ ଓଡ଼ିଆ ସାହିତ୍ୟକୁ ବହୁତ ଭାବରେ ପ୍ରଭାବିତ କରିଥିଲା। ଏବଂ ଭୀମ ଭୋଇ ଥିଲେ ଏହି ମହିମା ଗୋସ୍ୱାମୀ ଧର୍ମ ଯେଉଁ ସତ୍ୟ ମହିମା ଧର୍ମର ଜଣେ ମୁଖ୍ୟ ପ୍ରଚାରକ ରହିଲା। ହେଲେ ମହିମା ଗୋସ୍ୱାମୀ ହେଉଛନ୍ତି ପ୍ରବର୍ତ୍ତକ, କିନ୍ତୁ ପ୍ରଚାରକ ହେଲେ ଭୀମ ଭୋଇ। ତେଣୁ ଭୀମ ଭୋଇଙ୍କ ଦ୍ୱାରା ବିଭିନ୍ନ ପ୍ରକାର କାବ୍ୟ କବିତା ମଧ୍ୟ ରଚନା କରାଯାଇଥିଲା, ଯାହାକି ଆମ ଓଡ଼ିଆମାନଙ୍କ ମନରେ ନିଃସ୍ୱାର୍ଥ ଭାବରେ ସେବା, ଜାତି ପ୍ରତି ଆତ୍ମବଳି ଭାବନା ମଧ୍ୟ ସୃଷ୍ଟି କରିଥିଲା। ଏବଂ ଏଇ ଯେଉଁ ମହିମା ଧର୍ମ ସେଇଟା ଓଡ଼ିଆ ଲୋକମାନଙ୍କ ମଧ୍ୟରେ ଗୋଟିଏ ଅପୂର୍ବ ଏକତା ମଧ୍ୟ ଆଣିଦେଇଥିଲା। କୋଉଟା? ସେ ସତ୍ୟ ମହିମା ଧର୍ମ ଫଳରେ ସେମାନଙ୍କର ଜାତୀୟ ଚେତନା ମଧ୍ୟ ଅଭିବୃଦ୍ଧି କରିଥିଲା। ଏବଂ ଇଂରେଜମାନଙ୍କ ଜନହିତକର କାର୍ଯ୍ୟ, ତାହେଲେ ଇଂରେଜମାନେ କ'ଣ ସବୁ ଜନହିତକର କାର୍ଯ୍ୟ କରିଥିଲେ ପଡ଼ିବ। କିନ୍ତୁ ଯେତେବେଳେ ନଅଙ୍କ ଦୁର୍ଭିକ୍ଷ ହେଲା, ତେଣୁ ନଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ ବିଭିନ୍ନ ପ୍ରକାର ଜନ କଲ୍ୟାଣକାରୀ ଯୋଜନା ଗୁଡ଼ାକ ପ୍ରସ୍ତୁତ କଲେ। ଯେମିତିକି କମିଶନର ଟି ରେଭେନ୍ସା ଆମ ଓଡ଼ିଶାର ଉନ୍ନତି କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ନିଜର ହାତକୁ ନେଇଥିଲେ। ସେ ଆଳି ଆଉ ବାଙ୍କିଠାରେ ମାନେ ଟି ରେଭେନ୍ସା ଆଳି ଆଉ ବାଙ୍କିଠାରେ ନୂତନ ବନ୍ଧ ମଧ୍ୟ ତିଆରି କରିଥିଲେ ଏବଂ ଯେଉଁ ପୁରୁଣା ବନ୍ଧ ଥିଲା ତାକୁ ମଧ୍ୟ ମରାମତି କରାଯାଇଥିଲେ। ଏବଂ ତା ବ୍ୟତୀତ ବାଣିଜ୍ୟର ଉନ୍ନତି ପାଇଁ ଓଡ଼ିଶାରେ ମାନେ ଓଡ଼ିଶା ଭାରତର ଅନ୍ୟ ପ୍ରଦେଶ ସହିତ ପକ୍କା ପିଚୁ ରାସ୍ତା ଦ୍ୱାରା ସଂଯୁକ୍ତ ହୋଇଥିଲା। ଏବଂ ସେହି କାଳରେ ବାଣିଜ୍ୟ କାରବାର କରିବା ପାଇଁ ଆମ ଭାରତର ଅନ୍ୟ ସବୁ ରାଜ୍ୟ ସହିତ ପକ୍କା ପିଚୁ ରାସ୍ତା ଦ୍ୱାରା ଆମ ଓଡ଼ିଶାଟା କ'ଣ ହେଲା? ସଂଯୁକ୍ତ ହେଲା ବା ସଂଯୋଗ ହେଲା। ଏବଂ ଭୌଗୋଳିକ ଅବରୋଧରୁ ମୁକ୍ତ କରି ଓଡ଼ିଶାବାସୀଙ୍କୁ ଆଧୁନିକ ସଭ୍ୟତା ସହିତ ପରିଚିତ କରାଇ ପାରିଥିଲେ ଏବଂ ସେମାନଙ୍କ ମନରେ ଜାତୀୟ ଚେତନା ମଧ୍ୟ ସୃଷ୍ଟି କରିବାରେ ସହାୟକ ହୋଇଥିଲା। ତାପରେ 1882 ମସିହାରେ କ'ଣ ହେଲା ନା ଭାଇସରାୟ ଲର୍ଡ ରିପନଙ୍କ ଦ୍ୱାରା ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା କ'ଣ ହେଲା? ପ୍ରଚଳନ କରାଗଲା, ଯେଉଁଟାକି ଓଡ଼ିଆମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ଜାଗ୍ରତ ମଧ୍ୟ କରିଥିଲା। କାହା ଦ୍ୱାରା ହେଇଥିଲା ଏଇଟା? ନା ଲର୍ଡ ରିପନଙ୍କ ଦ୍ୱାରା। କେବେ ହେଇଥିଲା? ନା 1882 ମସିହାରେ ହୋଇଥିଲା। ତେଣୁ ଲର୍ଡ ରିପନଙ୍କୁ ଏକ ଜନହିତୈଷୀ ପଦକ୍ଷେପ ପାଇଁ ପ୍ରଶଂସା ଆଉ ଧନ୍ୟବାଦ ଜଣାଇବା ପାଇଁ 1882 ଜୁନ ମାସ 30 ତାରିଖରେ କଟକରେ ଗୋଟେ ବିରାଟ ସଭାର ଆୟୋଜିତ କରାଗଲା, ଯେଉଁଠିକି ବହୁତ ସଂଖ୍ୟକ ଓଡ଼ିଆମାନଙ୍କୁ ସେଠି କ'ଣ ଏକତ୍ରିତ ହେବାର ସୁଯୋଗ ମିଳିଲା। ବହୁତ ଓଡ଼ିଆ ସେଠାରେ ଏକତ୍ରିତ ହୋଇଥିଲେ ବା ଏକାଠି ହୋଇଥିଲେ। ତେଣୁ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାକୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ପଠାଇ ଓଡ଼ିଆମାନେ ଅଧିକ ରାଜନୀତିକ ଜ୍ଞାନ ଆହରଣ କରିବାର ଆଶା ରଖିଥିଲେ। ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାକୁ ବା ସ୍ଥାନୀୟ ଶାସନ ସଂସ୍ଥାକୁ ଯେଉଁ ପ୍ରତିନିଧିମାନେ ନିର୍ବାଚିତ ହୋଇ ଯାଇଥିଲେ ସେମାନଙ୍କୁ ପଠାଇକି ଧରାଯାଉ କୌଣସି ଓଡ଼ିଆ ଲୋକ ସେଇ ଜଣେ ପ୍ରତିନିଧି ହେଲା, ନିର୍ବାଚିତ ହୋଇକି ପ୍ରତିନିଧି ହେଲା, ତାମାନେ ଯିଏ ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିବ ତାଠାରୁ ଓଡ଼ିଆମାନେ ବିଭିନ୍ନ ପ୍ରକାର ରାଜନୈତିକ ଜ୍ଞାନ ଆହରଣ କରିବାର ଆଶା ମଧ୍ୟ ରଖିଥିଲେ ଯେ ଇଏ ଗଲେ ନିର୍ବାଚିତ ହୋଇକି ଆମେ ଆଠାରୁ କିଛି ଜ୍ଞାନ ମଧ୍ୟ ଆମେ ଆହରଣ କରିବୁ। ତେଣୁ ଏହା ବ୍ୟତୀତ ଭାରତୀୟ ଜାତୀୟ କଂଗ୍ରେସର ବିଭିନ୍ନ ଅଧିବେଶନରେ ଏବଂ ଦେଶର ବିଭିନ୍ନ ଜାତୀୟ ସମ୍ମିଳନୀରେ ଓଡ଼ିଆ ନେତୃତ୍ୱସ୍ଥାନୀୟ ବ୍ୟକ୍ତିମାନଙ୍କ ଯୋଗଦାନ ଓଡ଼ିଆ ଜାତୀୟ ଜାଗରଣ ପାଇଁ ସହାୟକ ହୋଇଥିଲା। ଏବଂ ଆମ ଓଡ଼ିଶାର ଲୋକମାନେ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ ଯେଉଁ ରହିଲା ଏଥିର ବିଭିନ୍ନ ପ୍ରକାର ଅଧିବେଶନ ଆଉ ବିଭିନ୍ନ ପ୍ରକାର ଜାତୀୟ ସମ୍ମିଳନୀରେ ମଧ୍ୟ ଯୋଗ ଦେଇକି ଆମ ଓଡ଼ିଆ ଲୋକମାନେ ବା ବ୍ୟକ୍ତିମାନେ ଯୋଗ ଦେଇଥିଲେ ଏବଂ ନୂତନ ଜାଗରଣ ମଧ୍ୟ ସୃଷ୍ଟି ହୋଇଥିଲା ବା ବହୁତ ଶିକ୍ଷିତ ହେବାରେ ଲାଗିଥିଲେ। ବହୁତ ଜିନିଷ ଶିଖିବାକୁ ମଧ୍ୟ ସେମାନଙ୍କୁ ମିଳିଥିଲା। ଏପରି ଭାବରେ ବିଭିନ୍ନ କାରଣରୁ ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟତା ଭାବ ମଧ୍ୟ ଦୃଢ଼ୀଭୂତ ହେଲା ଏବଂ ସେମାନେ ନିଜର ଇତିହାସ, ଐତିହ୍ୟ, ଭାଷା, ସଂସ୍କୃତି ଆଉ ତଥା ଐକ୍ୟଭାବ ଆଉ ସଂସ୍କୃତି ସମ୍ପର୍କରେ ଅଧିକ ସଚେତନତା ହେଲେ। ତେଣୁ 19 ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଆମାନେ ନିଜକୁ ଖୋଜିବାର ମନୋନିବେଶ କଲେ। ଏହା ଓଡ଼ିଆ ଜାତିର ପ୍ରାଣରେ ଆଣିଲା ନୂତନ ଜାଗରଣ ମନ୍ତ୍ର। ଓକେ, ହେଲେ ଏତିକି ବୁଝିଗଲ ବଢ଼ିଆ ଭାବରେ। ତାର ରହିଛି କ୍ୱେଶ୍ଚିନ୍ ଆନ୍ସର। ଆମେ କ୍ୱେଶ୍ଚିନ୍ ଆନ୍ସରକୁ ମଧ୍ୟ ଗୋଟେ ଭିଡ଼ିଓ ଡିସ୍କସନ୍ କରିଦେବା। ତେଣୁ ଏ ଲାଷ୍ଟକୁ ମୁଁ ଥର ସମରିଟା କହିଦେଉଛି ପୁରା ଷ୍ଟାର୍ଟିଂରୁ ଯେ ଆମେ କ'ଣ ପଢ଼ିଲେ ହେଲା।
ବୋଲେ କ'ଣ ହେଲା ଏଠି ଓଡ଼ିଆ ଜାତୀୟତାର ବିକାଶ ମାନେ ଆମ ଓଡ଼ିଶା କ'ଣ ହେଲା ଯେତେବେଳେ ପରାଧୀନ ହେଇଗଲା ପରାଧୀନ ହେଲା ପରେ ଆମ ଓଡ଼ିଶାକୁ ଶାସନ କରିବା ପାଇଁ ଆସିଲେ କିଏ ପ୍ରଥମେ ମୋଗଲ ମାନେ ତାପରେ ମରାଠା ମାନେ ଆସିଲେ ତାପରେ ଇଂରେଜ ମାନେ ଆସିଲେ ଏହାପରେ ପାଶ୍ଚାତ୍ୟ ଶିକ୍ଷାର କ'ଣ ହେଲା ଯେତେବେଳେ 1866 ଖ୍ରୀଷ୍ଟାବ୍ଦରେ ବା ମସିହାରେ ଯେତେବେଳେ ନଅଙ୍କ ଦୁର୍ଭିକ୍ଷ ହେଇଗଲା ସେତେବେଳେ ଯେଉଁ କିଛି ଶିକ୍ଷିତ ଯୁବକ ଥିଲେ ସେମାନେ ଆମ ଓଡ଼ିଶାରେ କିଛି ଚେଞ୍ଜ ଦରକାର ବୋଲି ସେଟା ଅନୁଭବ କଲେ ସେଥିପାଇଁ କ'ଣ ହେଲା ସେଇ ସମୟରେ ବି ସ୍କୁଲ କଲେଜ ସବୁ ନୂଆ ନୂଆ ଫିଟିଲା ଏବଂ ଯାହାଦ୍ୱାରା କି ମାନେ ଆଉ ଟିକେ ଅଧିକ ଶିକ୍ଷିତ ହେବାର ସୁଯୋଗ ମଧ୍ୟ ମିଳିଲା ଓକେ ତାପରେ ସେ ସମୟରେ ବିଭିନ୍ନ ପ୍ରକାର ସମ୍ବାଦପତ୍ର ତାପରେ ନୂଆ ନୂଆ ସାହିତ୍ୟ ବହିମାନ ବି ସାହିତ୍ୟ ମାନେ ସାହିତ୍ୟ ମଧ୍ୟ ରଚନା କଲେ ବିଭିନ୍ନ ପ୍ରକାର ବିଭିନ୍ନ କବିମାନେ ସାହିତ୍ୟ ମଧ୍ୟ ରଚନା କଲେ ଯାହାଦ୍ୱାରା କି ଓଡ଼ିଆମାନଙ୍କ ମଧ୍ୟରେ ନୂତନ ଧାରଣା ସୃଷ୍ଟି ହୋଇପାରିଥିଲା ଏବଂ ଓଡ଼ିଆମାନେ ଅଧିକରୁ ଅଧିକ ମାନେ ଶିକ୍ଷିତ ହେବାରେ ଲାଗିଲେ ଏବଂ ଏହା ସହିତ ତାପରେ କ'ଣ ହେଲା ନା ବିଭିନ୍ନ ପ୍ରକାର ଅନୁଷ୍ଠାନ ଗଠନ ହେଲା ଯେଉଁ ଅନୁଷ୍ଠାନ ଗୁଡ଼ାକ ମାନେ ଆମ ଓଡ଼ିଆ ଜାତୀୟ ଜାଗରଣ ବଳବତ୍ତର କରିବାରେ ସାହାଯ୍ୟ ମଧ୍ୟ କରିଥିଲା ଏବଂ ସେହି ସମୟରେ ଯେଉଁ ଓଡ଼ିଆ ଭାଷାଟାକୁ ମଧ୍ୟ ବିଲୁପ୍ତ କରିବା ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ଓଡ଼ିଆମାନେ ମାନେ ବିରୋଧ କରିକି ଆଉ ଆନ୍ଦୋଳନ କରିକି ସେଇ ଓଡ଼ିଆ ଭାଷାଟାକୁ ଫାଇନାଲି ବିଲୋପ ହେବାରୁ ମୁକ୍ତ କରିଥିଲେ ଏବଂ ଇଂରେଜମାନେ ଏବଂ ସେ ସମୟରେ ଧର୍ମର ମଧ୍ୟ ପ୍ରଚଳନ କରାଯାଇଥିଲା ଯେମିତି ଗୋଟେ ନୂଆ ଧର୍ମ ଆସିଥିଲା ଯେଉଁଟା ହେଲା ସତ୍ୟ ମହିମା ଧର୍ମ କାରଣ ଇଂରେଜମାନେ ଅଧିକାଂଶ ଖ୍ରୀଷ୍ଟ ଧର୍ମ ଥିଲେ ହେଲା ତେଣୁ ଖ୍ରୀଷ୍ଟ ଧର୍ମ ବ୍ରାହ୍ମ ଧର୍ମ ପରିବର୍ତ୍ତେ ଗୋଟେ ସଂସ୍କାର ଧର୍ମର ଆବଶ୍ୟକତାକୁ ଉପଲବ୍ଧି କରିକି ଭୀମ ଯେଉଁ ସତ୍ୟ ମହିମା ଧର୍ମ ଯାହାର ପ୍ରବର୍ତ୍ତା ଥିଲେ ମହିମା ଗୋସ୍ୱାମୀ ଏବଂ ପ୍ରଚାରକ ଥିଲେ ଭୀମ ଭୋଇ ଏବଂ ଏହି ଧର୍ମର ପ୍ରଚାର ମଧ୍ୟ କରାଯାଇଥିଲା ଏବଂ ଇଂରେଜମାନେ ମଧ୍ୟ କିଛି ହିତକାର କାମ କରିଥିଲେ ଯେମିତି ସ୍ଥାନୀୟ ସହାୟତା ଶାସନ ବ୍ୟବସ୍ଥା ଲର୍ଡ ରିପନଙ୍କ ଦ୍ୱାରା ମାନେ ଇଏ କରାଯାଇଥିଲା ପ୍ରବର୍ତ୍ତିତ କରାଯାଇଥିଲା ଯାହାଦ୍ୱାରା କି ଓଡ଼ିଆମାନେ ଆହୁରି ଶିକ୍ଷିତ ହେବାରେ ଏହା ତାଙ୍କୁ ସାହାଯ୍ୟ କରିଥିଲା ବୁଝିଲା ଅର୍ଥାତ୍ ମୋଟାମୋଟି ଭାବରେ କହିବାକୁ ଗଲେ ଏଇ ଯେଉଁ ପାଠରେ ଆମେ ପଢ଼ିଲେ ଯେ ଆମ ଓଡ଼ିଶାର ଲୋକମାନଙ୍କର କେମିତି ଜାତୀୟ ଚେତନାଟା ବୃଦ୍ଧି ପାଇଲା ମାନେ ନଲେଜ ଯେଉଁ କହୁଛେ ଆମେ ନଲେଜ କେମିତି ମାନେ ଯେଉଁ ମେଚୁରିଟି ଲେଭେଲଟା କେମିତି ବଢ଼ିଲା ହେଲା ଥିଙ୍କିଂ ପାୱାର ମେଚୁରିଟି ଲେଭେଲ ବା ନୂତନ ଜାଗରଣର ନୂତନ ଜାଗରଣ ସୃଷ୍ଟି ହେବା ମାନେ କ'ଣ ଚାଲାଖିଆ ହେବା ଯେଉଁ ଆମେ କହୁଛେ ସବୁକିଛି ଠିକ୍ରେ ବୁଝିପାରିବା ସବୁ ବିଷୟରେ ଆମେ ଜାଣିପାରିବା ତେଣୁ ଏ ଜିନିଷ ଗୁଡ଼ାକ କ'ଣ ହେଲା ସେମାନେ ଧୀରେ ଧୀରେ ସବୁ ଜିନିଷ ଜାଣିବାକୁ ଲାଗିଲେ ରାଜନୀତି କ'ଣ ଇଏ କ'ଣ ସିଏ କ'ଣ କେଉଁଟା ଠିକ୍ କେଉଁଟା ଭୁଲ କ'ଣ ହେବା ଦରକାର କ'ଣ ନାହିଁ ସବୁକିଛି ଧୀରେ ଧୀରେ ଜାଣିବାକୁ ଲାଗିଲେ ଓକେ ତେଣୁ ଏହିପରି ଭାବରେ ଆମର ଏଠାରେ ଏ ଚାପ୍ଟରଟି ଶେଷ ହୋଇଗଲା ଆମେ ନେକ୍ସଟ ଭିଡ଼ିଓରେ ପ୍ରଶ୍ନାବଳୀରେ ଯେତିକି କ୍ୱେଶ୍ଚିନ୍ ଆନ୍ସର ରହିଛି ସବୁ ଯାକ କ୍ୱେଶ୍ଚିନ୍ ଆନ୍ସରକୁ ଆମେ ଡିସ୍କସନ୍ କରିଦେବା ଏବଂ ଏହା ସହିତ ମଲ୍ଟିପୁଲ ଚଏସ୍ କ୍ୱେଶ୍ଚିନ୍ ଆନ୍ସର ମଧ୍ୟ ଆମେ ଡିସ୍କସନ୍ କରିବା ମନେ ହେଲା ରହୁଛି ଆମେ ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓ କ୍ଲାସ୍ରେ ଥ୍ୟାଙ୍କ ୟୁ